ଚାଲନ୍ତୁ ଶୁଣିବା ଆଉ ଗୋଟିଏ ଆଭାସ ଗଳ୍ପ ଯାହାର ନାଁ ହେଉଛି ଦୟା। ନିଜ ଦୁଆର ପାଖରେ କୁକୁର ଛୁଆଟିଏ ଏପଟ ସେପଟ ହେବାର ଦେଖି ଲୋକଟିଏ ତାକୁ ଘଉଡ଼ାଉଥିଲା। ମଝିରେ ମଝିରେ ସେ କୁକୁର ପିଲାଟିକୁ ଗୋଡ଼ରେ ଗୋଇଠା ମାରି ଫିଙ୍ଗି ଦେଉଥିଲା। ରାସ୍ତାରେ ଗାଡ଼ି ମଟର ଅନବରତ ଚାଲିଥିଲେ। ରାସ୍ତା ଆରପଟେ ମା କୁକୁରଟି ବ୍ୟସ୍ତ ବିବ୍ରତ ହୋଇ ତାକୁ ଚାହିଁ ରହିଥିଲା। କୁକୁର ଛୁଆଟିକୁ ପିଟିବାର ଦେଖୁଥିଲା ରାସ୍ତା ଅପର ପାର୍ଶ୍ୱର ଠିଆ ହୋଇଥିବା ଯୁବକଟିଏ। କୁକୁର ଛୁଆଟି ପ୍ରତି ଏ ବ୍ୟବହାରରେ ସେ ଅସନ୍ତୁଷ୍ଟ ଥିଲା। ଏ ସମୟରେ ପୂର୍ବୋକ୍ତ ଲୋକଟି କୁକୁର ଛୁଆଟିର ବେକକୁ ଧରି ଉଠେଇ ନେଇ ତା ମୁହଁକୁ ମୁଥ ପକାଇବା ସହ ରାସ୍ତା ଆରକଡ଼େ ଥିବା ଡଷ୍ଟବିନ୍କୁ ଫିଙ୍ଗିବାକୁ ନେଲା। ଏ ଦୃଶ୍ୟ ଦେଖି ଯୁବକଟି ନିଜକୁ ଆଉ ସଂଯତ କରିପାରିଲା। ପାଖକୁ ଦୌଡ଼ି ଯାଇ ଲୋକଟିକୁ ଧକ୍କା ଦେଇ ତଳେ ପକାଇଦେଲା ଓ ମୁଥ ପରେ ମୁଥ ମୁହଁକୁ